ଏଷ୍ଟର ରାଜକୀୟ ବସ୍ତ୍ର ପିନ୍ଧି ରାଜଗୃହର ଭିତର ପ୍ରାଙ୍ଗଣରେ ରାଜଗୃହ ସମ୍ମୁଖରେ ଠିଆ ହେଲା। ସେହି ସମୟରେ ରାଜା ରାଜଗୃହର ଗୃହଦ୍ୱାର ସମ୍ମୁଖରେ ରାଜସିଂହାସନରେ ଉପରେ ଉପବିଷ୍ଟ ଥିଲା। ଏଷ୍ଟର 5 ପର୍ବର 2 ପଦ। ଏଥିରେ ରାଜା ଏଷ୍ଟର ରାଣୀ କି ପ୍ରାଙ୍ଗଣରେ ଠିଆ ହେବାର ଦେଖିଲା। ପୁଣି ଏଷ୍ଟର ରାଜାର ଦୃଷ୍ଟିରେ ଅନୁଗ୍ରହ ପାଇବାରୁ ରାଜା ଏଷ୍ଟର ପ୍ରତି ଆପଣା ହସ୍ତସ୍ଥ ସୁବର୍ଣ୍ଣ ଦଣ୍ଡ ବଢ଼ାଇଲା। ତେଣୁ ଏଷ୍ଟର ନିକଟକୁ ଆସି ରାଜଦଣ୍ଡର ଅଗ୍ରଭାଗ ଛୁଇଁଲା। ଏଷ୍ଟର 5-3 ପଦ। ପୁଣି ରାଜା ତାହାଙ୍କୁ ପଚାରିଲା, ଆଗ ଏଷ୍ଟର ରାଣୀ, ତୁମ୍ଭର କି ବାଞ୍ଛା ଓ କି ପ୍ରାର୍ଥନା ଅଧିକ ରାଜ୍ୟ ପର୍ଯ୍ୟନ୍ତ ହେଲେ ହେଁ ତାହା ତୁମ୍ଭକୁ ଦତ୍ତ ହେବ। ଏଷ୍ଟର 5-4 ପଦ। ଏଷ୍ଟର ଉତ୍ତର କଲା, ଯେବେ ମହାରାଜାଙ୍କ ଦୃଷ୍ଟିରେ ଭଲ ଦିଶେ, ତେବେ ମୁଁ ଆପଣଙ୍କ ପାଇଁ ଯେଉଁ ଭୋଜ ପ୍ରସ୍ତୁତ କରିଅଛି, ମହାରାଜ ଓ ହାମାନ ଆଜି ସେହି ଭୋଜକୁ ଆଗମନ କରନ୍ତୁ। ଏଷ୍ଟର 5 ପର୍ବର 5 ପଦ। ଏଥିରେ ରାଜା କହିଲା, ଏଷ୍ଟରର କଥା ଅନୁସାରେ ଶୀଘ୍ର କର୍ମ କରିବା ପାଇଁ ହାମାନକୁ କୁହ। ଅନନ୍ତର ରାଜା ଓ ହାମାନ ଏଷ୍ଟରର ପ୍ରସ୍ତୁତ ଭୋଜକୁ ଆସିଲେ। ଏଷ୍ଟର ପୁସ୍ତକ 5 ପର୍ବର 6 ପଦ। ଏଥିରେ ରାଜା ଭୋଜରେ ଦ୍ରାକ୍ଷାରସ ପାନ କରିବା ବେଳେ ଏଷ୍ଟରକୁ କହିଲା, ତୁମ୍ଭର ନିବେଦନ କ'ଣ, ତାହା ତୁମ୍ଭକୁ ଦତ୍ତ ହେବ। ପୁଣି ତୁମ୍ଭର ପ୍ରାର୍ଥନା କ'ଣ, ଅଧିକ ରାଜ୍ୟ ପର୍ଯ୍ୟନ୍ତ ହେଲେ ହେଁ ତାହା ସିଦ୍ଧ ହେବ। ଏଷ୍ଟର ପୁସ୍ତକ 5-7 ପଦ। ତହିଁରେ ଏଷ୍ଟର ଉତ୍ତର ଦେଲା, ମୋହର ନିବେଦନ ଓ ପ୍ରାର୍ଥନା ଏହି। ଏଷ୍ଟର 5-8 ପଦ। ମୁଁ ଯେବେ ମହାରାଜାଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇଅଛି, ପୁଣି ମୋହର ନିବେଦନୀୟ ବିଷୟ ଦେବାକୁ ଓ ପ୍ରାର୍ଥନା ସିଦ୍ଧ କରିବାକୁ ଯେବେ ମହାରାଜା ତୁଷ୍ଟ ହୁଅନ୍ତି, ତେବେ ମୁଁ ଯେଉଁ ଭୋଜ ଆପଣମାନଙ୍କ ନିମନ୍ତେ ପ୍ରସ୍ତୁତ କରିବି, ତହିଁକି ମହାରାଜ ଓ ହାମାନ ଆସନ୍ତୁ। ମୁଁ କାଲି ମହାରାଜଙ୍କ ଆଜ୍ଞାନୁସାରେ କହିବି। ଏଷ୍ଟର 6-1 ପଦ। ସେହି ରାତିରେ ରାଜା ଶୋଇ ପାରିଲା ନାହିଁ। ଏଣୁ ସେ ସ୍ମରଣୀୟ ଇତିହାସ ପୁସ୍ତକ ଆଣିବାକୁ ଆଜ୍ଞା ଦେଲା। ପୁଣି ତାହା ରାଜା ଶାସକ ବିଗଧନ ଓ ତେରସ ନାମକ 2 ଜଣ ଦ୍ୱାରପାଳ ଅକ୍ଷୟଶେତରସ ରାଜାଙ୍କୁ ବଧ କରିବାକୁ ଚେଷ୍ଟା କରିଥିବାରୁ ମୋକ୍ଷଦୟ ତହିଁରେ ସମ୍ବାଦ ଦେଇଥିଲେ। ଏଷ୍ଟର 6-3 ପଦ। ଏଣୁ ରାଜା ପଚାରିଲେ, ଏଥିପାଇଁ ମର୍ଦ୍ଦକ୍ୟଙ୍କୁ କି ପ୍ରକାର ସମ୍ମାନ ଓ ଉଚ୍ଚପଦ ଦିଆଯାଇଅଛି? ରାଜାର ସେବାକାରୀ ଦାସମାନେ କହିଲେ, ତାହା ପାଇଁ କିଛି କରାଯାଏ ନାହିଁ। ଏଷ୍ଟର 6-4 ପଦ। ତହୁ ରାଜା ପଚାରିଲା, ପ୍ରାଙ୍ଗଣରେ କିଏ କିଛି? ଏହି ସମୟରେ ହାମାନ ଆପଣା ପ୍ରସ୍ତୁତ ଫାଶୀ କାଠରେ ମର୍ଦ୍ଦକ୍ୟକୁ ଫାଶୀ ଦେବା ପାଇଁ ରାଜାଙ୍କୁ କହିବା ନିମନ୍ତେ ରାଜଗୃହର ବାହାର ପ୍ରାଙ୍ଗଣକୁ ଆସିଥିଲା। ଏଷ୍ଟର 6-5 ପଦ। ତେଣୁ ରାଜାର ଦାସମାନେ ତାହାକୁ କହିଲେ, ଦେଖନ୍ତୁ, ମହାନ ପ୍ରାଙ୍ଗଣରେ ଠିଆ ହୋଇଅଛନ୍ତି। ତେବେ ରାଜା କହିଲା, ସେ ଭିତରକୁ ଆସୁ। ତହିଁରେ ହାମାନ ଭିତରକୁ ଆସନ୍ତି। ରାଜା ତାହାକୁ କହିଲା, ରାଜା ଯାହାକୁ ସମ୍ମାନ କରିବାକୁ ତୁଷ୍ଟ ହୁଅନ୍ତି, ତାହା ପ୍ରତି କ'ଣ କରାଯିବ? ହାମାନ ମନେ ମନେ ଭାଳିଲା, ରାଜା ମୋ ବିନୁ ଆଉ କାହାକୁ ସମ୍ମାନ କରିବାକୁ ଅଧିକ ତୁଷ୍ଟ ହେବେ? ଏଷ୍ଟର 6-7 ପଦ। ଏଣୁ ହାମାନ ରାଜାକୁ ଉତ୍ତର ଦେଲା, ମହାରାଜା ଯାହାକୁ ସମ୍ମାନ କରିବାକୁ ତୁଷ୍ଟ ହୁଅନ୍ତି। ଏଷ୍ଟର 6-8 ପଦ। ତାହା ପାଇଁ ମହାରାଜାଙ୍କ ପରିଧେୟ ରାଜକୀୟ ବସ୍ତ୍ର ଓ ମହାରାଜାଙ୍କ ଆରୋହଣର ରାଜମୁକୁଟ ଭୂଷିତ ଅଶ୍ବ ଅଣାଯାଉ। ଏଷ୍ଟର 6-9। ଆଉ ସେହି ବସ୍ତ୍ର ଓ ଅଶ୍ବ ମହାରାଜାଙ୍କର ଏକ ପ୍ରଧାନ ଅଧିପତିର ହସ୍ତରେ ଦିଆଯାଉ। ପୁଣି ମହାରାଜା ଯାହାଙ୍କୁ ସମ୍ମାନ କରିବାକୁ ତୁଷ୍ଟ ହୁଅନ୍ତି, ତାହାଙ୍କୁ ସେମାନେ ସେହି ରାଜବସ୍ତ୍ର ପିନ୍ଧାନ୍ତୁ ଓ ସେହି ଅଶ୍ବରେ ଆରୋହଣ କରାଇ ନଗର ଦାଣ୍ଡରେ ତାହାର ଆଗେ ଆଗେ ଏହା ଘୋଷଣା କରାନ୍ତୁ, ମହାରାଜା ଯାହାର ସମ୍ମାନରେ ତୁଷ୍ଟ ହୁଅନ୍ତି, ତାହା ପ୍ରତି ଏହି ରୂପ କରାଯାଏ।
ଏଷ୍ଟର 6:10 ପଦ। ଏଥିରେ ରାଜା ହାମାନଙ୍କୁ କହିଲା, ତୁମ୍ଭେ ଏହା ଶୀଘ୍ର କର, ଯେପରି କହିଲ, ସେପରି ସେହି ବସ୍ତ୍ର ଓ ସେହି ଅଶ୍ବ ଘେନି ରାଜଦ୍ୱାରରେ ଉପବିଷ୍ଟ ଯିହୁଦୀୟ ମର୍ଦ୍ଦୋଖୟ ପ୍ରତି କର। ତୁମ୍ଭେ ଯେ ସକଳ କଥା କହିଅଛ, ତହିଁରୁ କିଛି ହିଁ ଊଣା କର ନାହିଁ। ଏଷ୍ଟର 6:11 ପଦ। ଏଣୁ ହାମାନ ସେହି ବସ୍ତ୍ର ଅସ୍ତ୍ର ନେଇ ମର୍ଦ୍ଦୋଖାଇଙ୍କୁ ବଶୀଭୂତ କଲା ଓ ଅଶ୍ୱାରୋହଣ କରାଇ ନଗର ଦାଣ୍ଡରେ ବୁଲାଇଲା। ପୁଣି ମହାରାଜା ଯାହାଙ୍କୁ ସମ୍ମାନ କରିବାକୁ ଦୁଷ୍ଟ ହୁଅନ୍ତି, ତାହା ପ୍ରତି ଏହି ରୂପ କରାଯାଏ, ଏହି କଥା ତାହାଙ୍କର ଆଗେ ଆଗେ ଘୋଷଣା କଲା। এই ସମୟରେ ପାଠ କହିବା ନିମନ୍ତେ ଆଜି ସେ ଝିଅ